ଯୁଗେ ଯୁଗେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାହିତ୍ୟ ହେଉଛି ସମାଜ ସଂସ୍କାରର ଏକ ମାଧ୍ୟମ। ସତ୍ୟଚେତନା ଟ୍ରଷ୍ଟ ଓଡ଼ିଶା ଆନୁକୂଲ୍ୟରେ ସେପ୍ଟେମ୍ବର ମାସ 7 ତାରିଖ ଗୀତଗୋବିନ୍ଦ ସଦନ ଭୁବନେଶ୍ୱରଠାରେ ଜ୍ୟୋତ୍ସ୍ନାଲୋକ ସାହିତ୍ୟ ପତ୍ରିକାର ଶୁଭ ଉନ୍ମୋଚନ ହୋଇଯାଇଛି ଏବଂ ଜ୍ୟୋତ୍ସ୍ନାରାଣୀ ସ୍ମାରକୀ ଆଧ୍ୟାତ୍ମିକ ସମ୍ମାନ 2025 ପାଇଁ ପ୍ରତିଭାଧାରୀ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଥିଲା। ଏହି ଦିବ୍ୟ ସମାରୋହକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟକ ସଦ୍ଗୁରୁ ସ୍ୱାମୀଜୀ ଶ୍ରୀ ଆତ୍ମାନନ୍ଦ ମହାରାଜ ସାମ୍ପ୍ରତିକ ସମାଜରେ ଓଡ଼ିଆ ସାହିତ୍ୟରେ ମୌଳିକ ଚିନ୍ତନର ଅଭିବ୍ୟକ୍ତି ସମ୍ପର୍କରେ ଉପସ୍ଥିତ ଲେଖକ ଲେଖିକାମାନଙ୍କୁ ମାର୍ଗଦର୍ଶନ କରାଇଥିଲେ। ସୃଷ୍ଟି ଯେତେବେଳେ ପ୍ରଥମେ ଆରମ୍ଭ ହେଲା ସେତିକିବେଳେ ସାହିତ୍ୟର ସ୍ୱରୂପ କ'ଣ ଥିଲା? ସେଟା ଥିଲା ବେଦ। ଏବଂ ସେତିକିର ସମୟକୁ ଆମେ କହୁ ସୃଷ୍ଟିର ଆରମ୍ଭ ସତ୍ୟ। ତେଣୁ ସତ୍ୟ ଯୁଗ କହିଲେ ଆମେ ବୁଝୁ ସେଇ ସମୟର ସାହିତ୍ୟ ହେଉଥିଲା ବେଦ। ବର୍ତ୍ତମାନ କଳିଯୁଗରେ ଆମକୁ ଯୋଉ ବେଦ ମନ୍ତ୍ର ଯେତିକି ଉପଲବ୍ଧି ହେଉଛି 20,500 ମନ୍ତ୍ର ଆମକୁ ଉପଲବ୍ଧି ଅଛି କଳିଯୁଗରେ। କିନ୍ତୁ ଯୋଉ 20,500 ମନ୍ତ୍ର ରହିଛି ସେ ପ୍ରତ୍ୟେକ ମନ୍ତ୍ର ଭିତରେ କେବଳ ଦେବତା ମାନଙ୍କୁ ଆବାହନ କରିବା, ଦେବତା ମାନଙ୍କୁ ପ୍ରାର୍ଥନା କରିବା କଥା କୁହାଯାଇଛି। ବେଦ ବିଶ୍ୱବିଦ୍ୟାଳୟ ତିରୁଭାନ୍ନାମାଲାଇ ତାମିଲନାଡୁର କୁଳପତି ପ୍ରଫେସର ଡକ୍ଟର ହରିହର କାନନଗୋ ଜ୍ୟୋତ୍ସ୍ନାଲୋକ ସାହିତ୍ୟ ପତ୍ରିକାକୁ ଲୋକାର୍ପିତ କରିଥିଲେ। ସତ୍ୟଚେତନା ଟ୍ରଷ୍ଟ ଆନୁକୂଲ୍ୟରେ ଯେଉଁ ଜ୍ୟୋତ୍ସ୍ନାଲୋକ ସାହିତ୍ୟ ପତ୍ରିକାର ଶୁଭ ଉନ୍ମୋଚନ ଏବଂ ଯେଉଁ ଲେଖକ ଲେଖିକା କର୍ମଶାଳା ଯେଉଁ ଆୟୋଜନ ହେଇଛି ଏହା ପ୍ରଥମ କରି ଓଡ଼ିଶାରେ ଆମେ ଆରମ୍ଭ କଲୁ। ସରକାରୀ ସ୍ତରରେ ବହୁ ୱାର୍କସପ୍ କର୍ମଶାଳା ହେଇଛି, କିନ୍ତୁ ବେସରକାରୀ ସ୍ତରରେ ସତ୍ୟଚେତନା ଅନୁଷ୍ଠାନ ଏ କାର୍ଯ୍ୟକ୍ରମଟିକୁ ଆୟୋଜନ କରିଛି। ଯେତେ ଲେଖକମାନେ ଅଛନ୍ତି ସମସ୍ତଙ୍କ ଭିତରେ ଉତ୍ସାହ ଉଦ୍ଦୀପନା ସୃଷ୍ଟି ହେଇଛି ଯେ ଆମେ যে লেখক কর্মশালা করিকি মৌলিক চিন্তন চেতনার যে সাহিত্য সেই সাহিত্য সৃষ্টি করা আমি অঙ্গীকারবদ্ধ। আম ভিতরে আজ যে স্বামীজি যে আমি প্রেরণা দেলে, যে সত্য ত্রেতা দ্বাপর কলি 4 যুগর কথা কহিলে কিভাবে ভাবে বেদ লা একমাত্র শাস্ত্র, তাপরে কেমতি সাহিত্যর পরিবর্তন হল এ কথা যে আলোচনা ভিতরে সে আজ আমি যে বাণী দেলে উদ্বোধন দেলে যে উৎসাহিত কলে আজির লেখক সমাজ সমস্ত আজ উৎসাহিত। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଫକୀରମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରର ପ୍ରାକ୍ତନ କୁଳପତି ପ୍ରଫେସର ଡକ୍ଟର କୁମରବର ଦାସ ସାହିତ୍ୟର ଭିନ୍ନ ଭିନ୍ନ ଦିଗମାନ ଆଲୋଚନା କରିଥିଲେ। विश्व चेतना कथा से कौन कस्मिक ऑर्डर कथा कहते ताने जीवन कथा जीवन संपृक्ति जीवन सहित न जोड़िले साहित्य तार मूल उपादान हराए। साहित्य होची मार्गदर्शन रो श्रेष्ठ प्रक्रिया वा सर्वोत्तम आधार। मुख्य वक्ता भावे ओडिशा सरकारଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଦେବପ୍ରସାଦ ଦାସ ମଣିଷ ଜୀବନରେ ସାହିତ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅତୀତରେ ଆମର ଯେତେ ସାହିତ୍ୟ ରଚିତ ହେଇଥିଲା ବେଦ ଉପନିଷଦ ମହାଭାରତ ରାମାୟଣ ସେଥିରେ କ'ଣ କୁହାଯାଇଛି? କେବଳ କୁହାଯାଇଛି ଯେ ମନୁଷ୍ୟର କର୍ତ୍ତବ୍ୟ ତମେ କର ଏବଂ ଅଧର୍ମ ସହିତ ତୁମେ ରୁହ ନାହିଁ, ଧର୍ମ ସହିତ ରୁହ, ଯାହା ପ୍ରକୃତରେ ଅନ୍ୟମାନଙ୍କୁ ସାଙ୍ଗରେ ନେଇ ଚାଲିବା ସହାବସ୍ଥାନ ସୌହାର୍ଦ୍ଦ୍ୟ ତା ସହିତ ତୁମେ ଏକାଠି ରୁହ। ଆମେ ଯେତେବେଳେ ସମସାମୟିକ ବିଷୟବସ୍ତୁକୁ ଆସୁ ସେତେବେଳେ ଆମର ସେଇ ସାଂସ୍କୃତିକ ପରିଚୟ ଓ ସ୍ଥିତିକୁ ଆମେ ଭୁଲି ଯାଉ। ସମ୍ମାନିତ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାକ୍ତନ ମୁଖ୍ୟ ଡକ୍ଟର ନଟବର ଶତପଥୀ ଆଜିର ସମାଜରେ ସାହିତ୍ୟର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଗୋଟେ ସାହିତ୍ୟ ଗୋଟେ ଭାଷାକୁ ଆଧାର କରିକି ଗଢ଼ି ଉଠେ। ଭାଷାଟି ପ୍ରତି ଯଦି ଭାଷାଭାଷୀଙ୍କର ସମର୍ଥନ ନଥାଏ, ସମ୍ମାନ ନଥାଏ, ତାହେଲେ ସାହିତ୍ୟଟି କିପରି ଗଢ଼ି ଉଠିବ? ସାହିତ୍ୟର ମୂଳରେ ଭାଷା ଓ ଭାଷାଟି ହେଉଛି ଗୋଟିଏ ସଂସ୍କୃତିର ଅବଦାନ। ସମ୍ମାନିତ ବକ୍ତା ଭାବେ ସତ୍ୟଚେତନା ଆଧ୍ୟାତ୍ମିକ ପତ୍ରିକାର ମୁଖ୍ୟ ସମ୍ପାଦକ ଡକ୍ଟର ଅସିତ ମହାନ୍ତି ସମାଜ ଗଠନରେ ସାହିତ୍ୟର ଭୂମିକା ସମ୍ପର୍କରେ କହିଥିଲେ। ଅଷ୍ଟାଦଶ ପୁରାଣ ରଚନା ହେଲା, ବ୍ୟାସଦେବ ରଚନା କଲେ, ତାପରେ ସେଇ ଜ୍ଞାନକୁ ଆହୁରି ସରଳ ଭାବରେ
ବିଭିନ୍ନ କାହାଣୀ ଉପାଖ୍ୟାନ ଛଳରେ ଲୋକଙ୍କ ଆଗରେ ଉପସ୍ଥାପିତ କରିବା ପାଇଁ ଇଏ ହେଉଛି ଆମର ଆଧ୍ୟାତ୍ମିକ ସାହିତ୍ୟର ପରମ୍ପରା। ସଭାର ସଭାପତି ତଥା ବେଦ ବିଶ୍ୱବିଦ୍ୟାଳୟ ତିରୁଭାନ୍ନାମାଲାଇ ତାମିଲନାଡୁର କୁଳପତି ପ୍ରଫେସର ଡକ୍ଟର ହରିହର କାନନଗୋ ସ୍ୱାଗତ ଭାଷଣ ଦେଇ ସାହିତ୍ୟ ଓ ନୂତନ ସାହିତ୍ୟିକଙ୍କ ସମ୍ପର୍କରେ କହିଥିଲେ। କଲମର ତାକତ ଖଣ୍ଡାରେ ନଥାଏ। ଗୋଟେ ଲେଖକ ଲେଖିକାର ଯୋଉ ସ୍ୱପ୍ନ, ଯୋଉ ଆଭିମୁଖ୍ୟ, ଯୋଉ ବିଚାର, ତାହା ଯଦି ଠିକ ଭାବରେ ଠିକ ମାର୍ଗରେ ସାହିତ୍ୟରେ ପ୍ରତିଫଳିତ ହବ, ତା କାବ୍ୟ କବିତା ହଉ, ଗଳ୍ପ ହଉ, ଉପନ୍ୟାସ ହଉ, ପ୍ରବନ୍ଧ ହଉ, ଯେକୌଣସି ବିଭାଗରେ ଯଦି ପ୍ରତିଫଳିତ ହବ, ଆମ ସତ୍ୟ ଚେତନା ଅନୁଷ୍ଠାନର ଆଭିମୁଖ୍ୟ ହଉଛି ଯେ ସମାଜ ବଦଳିବ। ସଭାକୁ ସଞ୍ଚାଳନ କରିଥିଲେ ଦୀପକ ପରିଡ଼ା। ଜ୍ୟୋତ୍ସ୍ନାରାଣୀ ସ୍ମାରକୀ ଆଧ୍ୟାତ୍ମିକ ସମ୍ମାନ 2025 ନିମନ୍ତେ ଶ୍ରୀମତୀ ଅପର୍ଣ୍ଣା ମିଶ୍ର ଓ ଶ୍ରୀଯୁକ୍ତ ସ୍ମିତରଞ୍ଜନ ଷଡ଼ଙ୍ଗୀଙ୍କ ନାମ ଘୋଷଣା କରାଯାଇଥିଲା। ଜ୍ୟୋତ୍ସ୍ନାରାଣୀ ସ୍ମାରକୀ ସ୍ମୃତି ସମ୍ମାନ ସମ୍ବର୍ଦ୍ଧନା ଦେବା ପାଇଁ ମୋତେ ଯେତେବେଳେ ସ୍ଥିର କରାଗଲା, ମୁଁ ସେଥିରେ ବହୁତ ଖୁସି ଏଇଥିପାଇଁ ଯେ ଆମେ ସବୁ ଗ୍ରାମାଞ୍ଚଳ ଲୋକ, କିଛି ଜାଣୁନା, ବହୁତ ମଫସଲରେ ଆମେ ସବୁ ରହିଛୁ। ଖାଲି ମୁଁ ନୁହେଁ, ଅନ୍ୟମାନେ ବି ସେଥିରେ ଉପକୃତ ହେବା ଆବଶ୍ୟକ। ମୋତେ ବି ବହୁତ ଖୁସି ଲାଗିଛି ଏଥିପାଇଁ ଯେ ଏତେ ଲୋକଙ୍କ ଭିତରେ ମୋ ନାଁଟି ଯେଉଁ ଅନ୍ଧାର ଭିତରୁ ଆଲୋକକୁ ଆସିଛି, ସେଥିପାଇଁ ମୁଁ ବହୁତ ଖୁସି। ଲେଖକମାନଙ୍କୁ ପୁସ୍ତକ ବଣ୍ଟନ କରାଯିବା ସହିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ସତ୍ୟଚେତନା ଫାଉଣ୍ଡେସନର ଓଡ଼ିଶା ମୁଖ୍ୟ ରାକେଶ ମହାନ୍ତି ଧନ୍ୟବାଦ ଦେଇଥିଲେ।